ଅପାସରା କାହାଣୀ। ଦୁଇ ପଥିକ। ଦୁଇ ବନ୍ଧୁ ଏକାଠି ଯାଉଥିଲେ। ବାଟରେ ପାହାଡ଼ ତଳେ ପଡ଼ିଲା ନଈଟିଏ। ପାଖରେ ଥିଲା ବଣ। ଭୀଷଣ ଗରମରେ ଆସିଥିବାରୁ ସେ ଛାଇରେ ଅଟକି ବିଶ୍ରାମ ନେଲେ। ସେମାନେ ଖାଇସାରି ଶୋଇବା ପଡ଼ିଲେ। ଯିବାକୁ ଉଠିଲା ବେଳକୁ ଦେଖିଲେ ପାଖରେ ଏକ ଧଳା ପଥର ପଡ଼ିଛି। ସେଥିରେ କୌତୂହଳପ୍ରଦ ଅକ୍ଷରରେ ଲେଖା ହୋଇଥିଲା, ପଥିକଗଣ, ଆମେ ତୁମର ଆପ୍ୟାୟନ ପାଇଁ ବଢ଼ିଆ ଭୋଜି ସଭାଟିଏ ସଜ କରିଛୁ। କିନ୍ତୁ ଏଥିପାଇଁ ତୁମେ ସାହସୀ ଓ ଯୋଗ୍ୟ ହୋଇଥିବା ଉଚିତ। ତୁମକୁ ଏତିକି କରିବାକୁ ହେବ, ସାହସର ସହ ନଈକୁ ଡେଇଁପଡ଼ ଓ ଆର ପାରିକୁ ପହଁରିଯାଅ। ସେଠାରେ ତୁମେ ମର୍ମରରେ ଖୋଦିତ ସିଂହଟିଏ ଦେଖିବ। ସେହି ମୂର୍ତ୍ତିଟିକୁ ତୁମେ କାନ୍ଧରେ ଟେକିବ। ପାଦରେ ଫୁଟି ଯାଉଥିବା କଣ୍ଟାଝଟା ଓ ବୁଦା ଗହଣରେ ତୁମକୁ ଖାଇବାକୁ ଡାକି ବସିଥିବା ଜନ୍ତୁଙ୍କୁ ଖାତିର ନ କରି ଗୋଟିଏ ଦୌଡ଼ରେ ଆରପଟ ପାହାଡ଼ ଚୂଡ଼ାକୁ ବୋହି ନେବ। ପାହାଡ଼ ଚୂଳରେ ପହଞ୍ଚିଲା ମାତ୍ରେ ତୁମେ ମହା ସୁଖର ଅଧିକାରୀ ହୋଇସାରିଥିବ। ପ୍ରଥମ ବନ୍ଧୁ ଜଣକ ଏହା ପଢ଼ି ବାସ୍ତବରେ ଖୁସି ହୋଇଯାଇଥିଲେ। ସେ କହିଲେ, ଦେଖ ବନ୍ଧୁ, ଏହି ରାସ୍ତା ଆମକୁ ଭ୍ରମଣ କଷ୍ଟରୁ ପାରି କରିପାରିବ। ଚାଲ ଦେଖିବା ପଥର ବାକ୍ୟ ସତ କି ନୁହେଁ। ଦ୍ୱିତୀୟ ବନ୍ଧୁ ଅଲଗା କଥା ଭାବୁଥିଲେ। ସେ କହିଲେ, ବୋଧେ ଏହି ଲେଖାଟି କୌଣସି ଅଳସୁଆ ଭିକାରୀର ମଜା କି? ବୋଧେ କୌଣସି ଲୋକ ପହଁରି ନ ପାରିବା ଭଳି ନଈର ସୁଅ ଅତି ଖର। ଯଦି ସତରେ ସେ ବାଟେ ସିଂହଟି ଥାଏ, ବୋଧେ ତାହା ଖୁବ୍ ଭାରୀ। ଆରପଟ ପାହାଡ଼ ଚୂଳରେ ଗୋଟିଏ ଦୌଡ଼ରେ ପହଞ୍ଚିବା ଅସମ୍ଭବ ହୋଇପାରେ। ମୋ କଥା ମାନ। ଏଭଳି ପାଗଳାମୀ ଅଭିଯାନରେ ଯିବା ମୂଲ୍ୟହୀନ। ମୁଁ ଏଥିରେ ଭାଗ ନେବି ନାହିଁ। ପ୍ରଥମ ବନ୍ଧୁ ଜଣକ ନିରୁତ୍ସାହିତ ହେଲେ ନାହିଁ। ସେ କହିଲେ, ମୁଁ ମନସ୍ଥ କରିସାରିଛି ଚେଷ୍ଟା କରିବାକୁ। ଯଦି ତୁମେ ମୋ ସହ ନ ଯାଅ, ମୁଁ ଏକଲା ଯିବି। ଦୁଇ ବନ୍ଧୁ କୋଳାକୁଳି ହେଲେ। ତୃତୀୟ ବନ୍ଧୁ ତାଙ୍କ ଓଟ ଚଢ଼ି ଚାଲିଗଲେ। ସେ ଆଖି ଆଢୁଆଳରେ ହେଇଛନ୍ତି କି ନାହିଁ, ପ୍ରଥମ ବନ୍ଧୁ ପୋଷାକପତ୍ର ଓହ୍ଲାଇ ନଈକୁ ଡେଇଁ ପଡ଼ିଲେ। ଅଚିରାତ ସେ ଭଉଁରୀରେ ପଡ଼ିଗଲେ, କିନ୍ତୁ ସାହସର ସହ ଆଗେଇ ଚାଲିଲେ ଓ ଶେଷରେ ଆରକୂଳରେ ପହଞ୍ଚିଲେ। ଆରକୂଳରେ କିଛି କ୍ଷଣ ଦମ୍ ନେଲା ପରେ ସେ ସୁରକାନ୍ଧିଆ କରି ମର୍ମର ସିଂହକୁ ଉଠାଇ ଏକା ଦୌଡ଼ରେ ପାହାଡ଼ ଚୂଳରେ ପହଞ୍ଚିଲେ। ସେଠାରେ ପହଞ୍ଚି ବଡ଼ ଆଚମ୍ବିତ ହୋଇ ସେ ଦେଖିଲେ, ଗୋଟିଏ ସୁନ୍ଦର ନଗରୀ ଫାଟକରେ ଛିଡ଼ା ହୋଇଛନ୍ତି। ସେ ପ୍ରଶଂସାଭରେ ନଗରୀ ଆଡ଼କୁ ଚାହିଁଥିଲା ବେଳେ ତାଙ୍କ କାନ୍ଧରେ ଥିବା ସିଂହ ଭିତରୁ ବିଚିତ୍ର ଗର୍ଜନ ଶୁଭିଲା। ଗର୍ଜନ ବେଳୁବେଳ ବେଶୀ ହେଲା। ଶେଷରେ ସହରର ଗମ୍ବୁଜ ଥରିଲା ଓ ପାହାଡ଼ ଉପରେ କୋଳାହଳ ପ୍ରତିଧ୍ୱନିତ ହେଲା। ସେ ଦେଖିଲା, ସହର ଫାଟକ ବାଟେ ଅସୁମାରୀ ଲୋକ ବାହାରି ଆସୁଛନ୍ତି। ସେମାନେ ଏ ଶବ୍ଦରେ ଡରିଲା ପରି ଜଣାପଡ଼ୁନଥିଲେ। ତାଙ୍କ ମୁହଁ ଥିଲା ହସଭରା। ସେମାନେ ପାଖକୁ ଆସିବାରୁ ପ୍ରଥମ ବନ୍ଧୁ ଦେଖିଲେ, ସେମାନେ କଳା ଘୋଡ଼ାରେ ଆସୁଥିବା ଦଳେ ସମ୍ଭ୍ରାନ୍ତଙ୍କ ପଛେ ପଛେ ଆସୁଛନ୍ତି। ଧୀରେ ଧୀରେ ସେମାନେ ଆସି ପ୍ରଥମ ବନ୍ଧୁଙ୍କ ଆଗରେ ଆଣ୍ଠେଇ ପଡ଼ି କହିଲେ, ସାହସୀ ଆଗନ୍ତୁକ, ଆମେ ଆପଣଙ୍କୁ ଏହି ରାଜପୋଷାକ ପିନ୍ଧାଉଛୁ। ଏହି ଘୋଡ଼ାରେ ବସି ପ୍ରଜାମାନଙ୍କ ସହ ନଗରୀକୁ ଆସନ୍ତୁ। ନିଜ କାନକୁ ଅବିଶ୍ୱାସ କରୁଥିବା ପ୍ରଥମ ବନ୍ଧୁ ଜଣକ ଏ ସମ୍ମାନର ଅର୍ଥ କ'ଣ ବୁଝାଇ ଦେବାକୁ କହିଲେ। ଯୁବ ସମ୍ଭ୍ରାନ୍ତଗଣ କହିଲେ, ଯେବେ ଆମ ରାଜା ମରିଯାଆନ୍ତି, ନଈ କୂଳରେ ଥିବା ପଥର ଉପରେ ଆମେ ଆପଣ ପଢ଼ିଥିବା କଥା ଲେଖୁଁ। ତାପରେ ଆମେ ଧୈର୍ଯ୍ୟର ସହ ଅପେକ୍ଷା କରୁଁ। ସେ ବାଟେ ଯାଉଥିବା ପଥିକଙ୍କୁ ଯିଏ ଏଭଳି ଅଭିଯାନରେ ଆସିବାକୁ ସାହସୀ, ଏମିତି ଆମେ ନିଶ୍ଚିତ ହେଉ ଯେ ଆମ ରାଜା ଜଣେ ଭୟଶୂନ୍ୟ ଓ ଉତ୍ସାହୀ ବ୍ୟକ୍ତି। ଆମେ ନଗରୀର ରାଜା ଭାବେ ଆପଣଙ୍କୁ ଅଭିଷିକ୍ତ କରିଛୁ।